नमस्कार। गुड मॉर्निंग। जय। जय श्रीराम नमस्कार गुड मॉर्निंग। बहुत बहुत धन्यवाद आपण मानकु समस्तଙ୍କୁ बहुत बहुत धन्यवाद। सकाळु सकाळु गोटे पवित्र मनरे आमे बसुचे नुआ संकल्प नेकी जे स्वास्थ्य क्रांति अभियान रे हमको आगु बढ़िबाकू अछि और हमको करिकी देखैबाकू भी अछि। एई श्रृंखला भितरे आज गुरुकुल ले आमे स्वास्थ्य क्रांति उपरे हमर माटी माँ को केमती आमे ठीक रखिबा जो गछ को केमती उर्वर କରିକି ଆମେ ଅଧିକ ଫସଲ ବିନା କେମିକାଲ ରେ ବିନା ଯୋଉ ଆ, ମାନେ ଜୈବିକ କ୍ଷତି କରିବାରେ ଆମେ କେମିତି ସହାୟକ ହବ ହରିତ ସଞ୍ଜୀବନୀ ତା ଉପରେ ଆମେ ବହୁତ ବଢିଆ ଆଜି ଆମେ ଶିଖିଲେ। ସବୁଠୁ ବଡ କଥା ଯେ ଆମେ ଯେମିତି ଟିସି ସାର୍ ଆଜି କହୁଥିଲେ କି ପ୍ରତ୍ୟେକ ଜିନିଷକୁ କମ୍ପାନୀର ସମସ୍ତେ ଏକ୍ସପର୍ଟ ଅଛନ୍ତି। ତାଙ୍କର ସବୁ ନମ୍ବର ଅଛି, କଷ୍ଟମର କେୟାର ନମ୍ବର ଅଛି। ତ ସେ ନମ୍ବରରେ ଆମେ ଯଦି ଫୋନ କରିବା ତାହେଲେ ଆମେ ଯାହାର ଯାହା 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 ଆମର ଡାଉଟ୍ସ ଅଛି ସବୁ ଡାଉଟ୍ସକୁ ଆମେ ଫିଲ୍ଅପ୍ କରିଦେଇ ପାରିବା, ଆମର ଫୁଲଫିଲ୍ କରିଦେଇ ପାରିବା। ତ ଆମେ ବି କିଚେନ ଗାର୍ଡେନ କରିବା ଆଉ କିଚେନ ଗାର୍ଡେନ କରିବା ଦ୍ୱାରା ଆମେ ବି ଯୋଉ ଆମେ ବାହାରୁ ଆଣୁଛେ ଯେକୌଣସି ଫସଲ ଯେକୌଣସି ପନିପରିବା ଆଣୁଛେ ଆମେ ଘରେ ବି ଆମେ ତାକୁ କରିପାରିବା। ତା ଦ୍ୱାରା ଆମେ କଣ ହବ ନା ସୁସ୍ଥ ରହିପାରିବା। ଯୋଉଠି ଯୋଉଠି ସୁବିଧା ଅଛି ତ ସୁବିଧାକୁ ଚେଷ୍ଟା କରିବା ପାଇଁ। ତ ଇଏ ହଉଛି ଆଜିର ଯୋଉ ପ୍ରୋଗ୍ରାମର ପୁରା ସାରାଂଶ ଯେ ଆମେ ଆଗକୁ କେମିତି ଆମର ନିଜର ସ୍ୱାସ୍ଥ୍ୟକୁ ଠିକ ରଖିବା। ଇଏ ହଉଛି ବହୁତ ବଡ କଥା। ତ ୟା ଉପରେ ଆମେ କଣ ସିଦ୍ଧାନ୍ତ ନେଲେ ଆମେ ସେ ବିଷୟରେ ଆଜି ଡିସ୍କସନ କରିବା। ତ ନିଜର ଆଜିର ଯୋଉ ହରିତ ସଞ୍ଜୀବନୀର ଟ୍ରେନିଂ ଦେଖି ସାରିଲା ପରେ ମନ ଭିତରେ କଣ ଧାରଣା ଆସିଲା ତ ତାକୁ ଆମେ କେବଳ କହିବା। ଓକେ। ଆଜି ଆମେ ଫାର୍ଷ୍ଟ ଷ୍ଟାର୍ଟ କରିବା ଆରତି ଅପାଙ୍କଠୁ। ଜୟ ଶ୍ରୀରାମ ସମସ୍ତଙ୍କୁ ସୁପ୍ରଭାତ। ଶ୍ୟାମ ସାହେବଙ୍କୁ ନମସ୍କାର। ଆଜି ଆମେ ଏଇ ସଂକଳ୍ପ ନେଲୁ ଯେ ଆମେ ହରିତ ସଞ୍ଜୀବନୀ, ଗାର୍ଡେନ ଗୋଲ୍ଡ, ଜଳ ସଞ୍ଚୟ ତା ଉପରେ ପ୍ରପରଲି ଟ୍ରେନିଂ ନବୁ ଆଉ ତା ବିଷୟରେ ନିଜେ ଆଗେ ନଲେଜ ନବୁ। ତାପରେ ଆମେ ସେ ଟ୍ରେନର ଯିଏ ତାଙ୍କ ଯିଏ ଏକ୍ସପର୍ଟ ତାଙ୍କ ନମ୍ବରରେ ଆମେ କଣ୍ଟାକ୍ଟ କରି ଯାହା ବି ଡାଉଟ୍ ରହିବ ଆମେ ବୁଝିପାରିବୁ। ମୁଁ ବି ସମସ୍ତଙ୍କ ନମ୍ବର ରଖି କରେ, ମୋର ସେ ସାହସଟା ବି ଅଛି। ଆଉ ମୁଁ ତାଙ୍କଠୁ ଟ୍ରେନିଂ ନେବି। ନେଲା ପରେ ମୁଁ ଯାହାକୁ ମାନେ ଯେତେ ବି ଗାଁ ଗହଳି ଯୁଆଡେ ଯିବି, ସାଲେପୁର ହଉ ମୋ ଶାଶୁଘର ହଉ, ସମସ୍ତଙ୍କୁ ବସେଇ ଏ ବିଷୟରେ ଏଇ ମାସରେ କିଛି କରିବାକୁ ଚାହୁଁଛି। ଏଇଟା ମୋ ଦୃଢ ସଂକଳ୍ପ। ଆଉ ମୋର କିଚେନ ଗାର୍ଡେନ ମୁଁ ଯୋଉ ପ୍ରକାର କରୁଥିଲି ଏବେ ଟିକେ ମନେ ଦଉନି, କାହିଁକି ନା ମୁଁ ଟିକେ ବିଜି ରହୁଛି ଏପଟେ। ତାପରେ ଗ୍ରୋଥକୁ ବି ଦେଖିବା ତା ସାଙ୍ଗରେ। ଫେବୃଆରୀ ମାସେ ଯେମିତି ଆମେ 100% ଗ୍ରୋଥ କରିବା, ସାରା ଟିମ୍ କି ମୁଁ ଆଜିଠୁ କାମରେ ଲାଗିଥାନ୍ତି। ଆଜି ଝିଅ ଆସିବ, କାଲି ଝିଅ ରହିବ, ପରଦିନ ପଳେଇଯିବ। ଆଉ ସେଟା ମନଟା ଟିକେ ଦୁଃଖ ହଉଛି। ମୋ ଝିଅ 2 ବର୍ଷ ପରେ ଆସିଥିଲା। ଆଉ ଏତିକି କହି ସତ୍ପତିଙ୍କୁ ମୁଁ ହ୍ୟାଣ୍ଡ ଓଭର କରୁଛି। ସତ୍ପତି ମନ କାହିଁ ଦୁଃଖ ହଉଛି? ଝିଅ ଭଲରେ ଅଛି, ଖୁସିରେ ଅଛି, କାନାଡାରେ ଅଛି, ମନ କାହିଁ ଦୁଃଖ ଏଥିରେ? ଏ ଖୁସି ନାତି ହବା କଥା ପଳେଇବ, ନୁହଁ। ଝିଅ ନାତି ପଳେଇଯିବେ। ଆ, ଏଇ ପୁଣି ଆସିବେ, ଏଇଟା ଗୋଟେ ବଡ କଥା। 2 ମାସ ଭିତରେ ଆସିବା ଭିତରେ ଯେତିକି ସେ ଆନନ୍ଦ ଆମକୁ ଦେଇକି ଗଲା ସବୁ ଠିକ ଅଛି, ଏଣ୍ଟରଟେନମେଣ୍ଟ। କିଛି ନାହିଁ ଏଥିରେ ଯିବେ ଆସିବେ, ଇଏ ତ ଆସିବ ଆଉ ସେ କଣ ଏଇଠି ରହିବ? ଆ, ବହୁତ ବଢିଆ କଥା। ଖୁସି ରୁହନ୍ତୁ, ଖୁସିରେ ରହିଲେ ଭଲ ରହିବ। ମୁଁ ଖୁସିରେ ରହୁଛି, ମନଟା ଟିକେ ଦୁଃଖ ହଉଛି। ଓକେ ଓକେ। ଧର୍ମ କରିଛ ଆଉ କଣ କରିବ। ଠିକ ଅଛି, କିଛି ନାହିଁ। ଆମେ ଡିଜିଟାଲ ଜମାନାରେ ରହିଛେ, ସବୁବେଳେ ଆମେ ଦେଖିପାରୁଛେ, ସବୁ ହଁ, କଥା ବି ଦେଖୁଛୁ ହେଇପାରୁଛେ। ସବୁ। ବଡ କଥା କିଛି ବି ନାହିଁ। ଆମେ ଖୁସି ରହିବା, ଆମେ ଖୁସି ରହିଲେ ସିଏ ବି ଆମକୁ ଦେଖିକି ଖୁସି ରହିବେ। ଓକେ। ବହୁତ ବଢିଆ କଥା ଯେ ଆଜି ଆମେ ସଂକଳ୍ପ ଯାହା ନଉଛେ, ଆଜି ହରିସଞ୍ଜୀବନୀ ବିଷୟରେ ଆମେ ଯାହା ଜାଣୁଛେ ପାଞ୍ଚ ସେ ଉପରେ। ତାରିଖରୁ 5 ତାରିଖ ମୁଁ ପୁରା ମନ ଦେଇଦେବି। ପୁରା କେମିତି ଗ୍ରୋଥ ଟା ଟିକେ ଏ ମାସରେ, ନହେଲେ ମନଟା ଇଏ ହଉଛି।
ଆପଣ ଆପଣ କହୁଛନ୍ତି 5 ତାରିଖ, କିନ୍ତୁ ଆଜି ଆପଣ ମିଟିଂ ସରିଲା ପରେ ଆପଣ ପୁଣି କାମରେ ଲାଗିଯିବେ। ତ ମୁଁ ଜାଣିଛି ଆପଣଙ୍କ କଥା। କାହିଁକି ନା ସମ୍ବଲପୁରରେ ଥାଇକି ମୁଁ ଜୁମ୍ ହଁ ମିଟିଂ ସେ ଦେଖୁଥିଲି ଆଉ ସେ ଜଏନିଂ ସବୁ ଦିଟା ଦେଇଥିଲି, ଦିଟା ପାଞ୍ଚ ଜଏନିଂ ପାଞ୍ଚ ଦେଇଥିଲି। ତାରିଖ କଥା ମିଛ କଥା। ଆପଣ ଏଇ ମିଟିଂ ସରିଲା ପରେ ପୁଣି କାହାକୁ ଫୋନ କରିକି ଫଲୋଅପ୍ କରିକି ଆପଣ ବି କରିଦେବେ, ମୁଁ ଜାଣିଛି ଏ ସବୁ କଥା ଆପଣ ଖାଇକି। ଓକେ, କାର୍ତ୍ତିକ ବାବୁ କୁହନ୍ତୁ। ଆଜି ଆକ୍ଚୁଆଲି ଟିକେ ଶୀଘ୍ର ସାରିବାକୁ ପଡିବ, କାରଣ ରୟାଲିଟି ଟେକ୍ନିକାଲର ମିଟିଂ ଅଛି, ତ ଆମକୁ ଯିବାକୁ ପଡିବ। କାର୍ତ୍ତିକ ବାବୁ ଟିକେ ସର୍ଟରେ ଆମେ କରିବା। ଅନମ୍ୟୁଟ କରନ୍ତୁ କାର୍ତ୍ତିକ ବାବୁ। ଅମିୟ ବାବୁ, ଆଜ୍ଞା ଅନମ୍ୟୁଟ କରନ୍ତୁ। ସାର୍ ନମସ୍କାର ସାର୍। ନମସ୍କାର ଆଜ୍ଞା କୁହନ୍ତୁ। ସାର୍ ତ ମୁଁ ବେଶୀ ସମୟ ଦେଖିପାରିନି, ଆଜି ତ ଆମର କାର୍ଯ୍ୟକ୍ରମ ଆରମ୍ଭ ହଉଛି, ତଥାପି ମଝିରେ ଦେଖିଥିଲି ଯେ ଆଉ ଆମର ଗ୍ରୋଥର ଗୋଟେ ପାର୍ଟ ମଧ୍ୟ ଆମର ସଜେସନ ଯିବନି, କିନ୍ତୁ ମୁଁ ତାକୁ ନିଜେ ୟୁଜ କରିକି ତ ଦେଖେଇ ଦେଇଛି ନଡିଆ କେମିତି ଫଳେ ବା ପରିବା ଫଳେ, କିନ୍ତୁ ଅନ୍ୟମାନଙ୍କ ଜମିରେ ତାକୁ ଦେଖେଇ ପାରିନି। ତେଣୁ ଆଜିଠାରୁ ଲିଷ୍ଟ କରୁଛି କୋଉ କୋଉ ଏରିଆରେ କିଏ କିଏ ତାଙ୍କ ସବୁ ଆସିବେ, ତାଙ୍କ ସହିତ ବସିକି ଟିକେ ଆଲୋଚନା କରିବି ଆଉ ତାଙ୍କୁ ଦେଖେଇବି। କିନ୍ତୁ ଆସିବାର ସୁଯୋଗ ନଥିଲା, ଏବେ ତ ଗୋଟେ କଣ ଗୋଟେ ଫଙ୍କସନ ଭଳି ହେଲା, ସେମାନେ ଆସୁଛନ୍ତି, ଫୋନ କରିକି କିଏ ଆସିବ, ମାନେ ଆସିଲେ ତା ଭିତରେ କେବେ ମୁଣ୍ଡ ଖେଳେଇ ନଥିଲେ, ଆଜିଠାରୁ ବାହାରେ ଯୋଉ ଚେଞ୍ଜ ଟାକୁ କରିବାକୁ ପଡିବ ସାର୍। ହଉ ସାର୍ ନମସ୍କାର। ଓକେ, ବହୁତ ଅବତ ବଢିଆ ସାର୍ କଥା। ଓକେ, ପ୍ରବୀଣା ମ୍ୟାଡ଼ାମ ଆଜ୍ଞା। ସାର୍ ନମସ୍କାର। ଚାନ୍ଦ ସାର୍ଙ୍କୁ ବି ନମସ୍କାର। ନମସ୍କାର। ସାର୍ ଗାର୍ଡନ ଗୋଲ୍ଡ ରେ ତ ସାର୍ ଏବେ ଫ୍ରୁଟ୍ସ ଟା ଭଲ ହଉଛି। ମୋର ବଢିଆ ଟମାଟୋ ଫଳିଛି, ବାଇଗଣ ଫଳିଛି, କଖାରୁ ଗଛ ମାଡିଛି, ଏ ହେଇଛି, କିନ୍ତୁ ଫୁଲ କାହିଁ ଭଲ ଆସୁନି। ନା ହରିଷ ଜୀବନୀ ଦେବାକୁ ପଡିବ ଗାର୍ଡନ ଗୋଲ୍ଡ ଏକ୍ସପର୍ଟଙ୍କ ନମ୍ବର ଛାଡିକି। ଦେଇଦେବି, ଏକ୍ସପର୍ଟଙ୍କୁ ପଚାରିବେ। ହଁ ହଁ, ଆଜ୍ଞା। ସେୟା ସାର୍ ସେୟା କରିବାକୁ ପଡିବ। ଫୁଲ କାହିଁ ଭଲ ଗ୍ରୋଥ ହଉନି ଏକ୍ଜାକ୍ଟଲି ସେଇ। ଏକ୍ଜାକ୍ଟଲି ଏଇଟା କରିବା ଦରକାର ଯେ ଫଟୋକୁ ପାଖରୁ ହଁ ଉଠେଇକିରି ତାଙ୍କୁ ଯଦି ହୁଁ ପଠେଇବେ ହେଇପାରିବ। ହଁ, ସେଇଟା ନିଶ୍ଚୟ ସାର୍ କରିବାକୁ ପଡିବ। ଫୁଲ ଗ୍ରୋଥ ନହେଲେ ଭଲ ଲାଗିବନି, ଯେତେ ଫ୍ରୁଟ୍ସ ଥାଉ ତା ମଝିରେ ଯଦି ଫୁଲଟା ଟିକେ ଭଲ କି ନ ଫୁଟିବ, ସୁନ୍ଦର ବି ଦେଖାଯିବନି। କାଲି ଦେଖିଲି ଏତେ ଫୁଲ କାହିଁ କମ ଆସୁଛି, ଅଳ୍ପ ଗୋଟେ ଗୋଟେ ଦି ଦିଟା ଏମିତି କାହିଁ ଏତେ ଏକ୍ସପର୍ଟକୁ କମ ଆସୁଛି ସେଇଟା। ମ୍ୟାଡ଼ାମ, ହୁଁ ଏକ୍ସପର୍ଟଙ୍କୁ ପଚାରିଲେ ସେ ଆପଣଙ୍କୁ ସବୁ କହିଦେବେ। ହଁ ସାର୍, ହଁ ସାର୍, ସେୟା କରିକି ଫୋନ କରିକି ପଚାରିବାକୁ ପଡିବ। ଥ୍ୟାଙ୍କ ଓକେ, ୟୁ ସାର୍। ଥ୍ୟାଙ୍କ ୟୁ। ଆକାଶ। ଜୟ ଶ୍ୟାମ ସାର୍, ନମସ୍କାର ସାର୍। ଆଜି ଆମର ପ୍ରଥମେ ବୁଝିଲେ, ଆମର ଯଦି ସଏଲ ହେଲ୍ଥ ଠିକ ରହିବ ତ ପ୍ଲାଣ୍ଟ ହେଲ୍ଥ ମଧ୍ୟ ଠିକ ରହିବ, ଆଉ ପ୍ଲାଣ୍ଟ ହେଲ୍ଥ ଠିକ ରହିଲେ ଆମ ହ୍ୟୁମାନ ହେଲ୍ଥ ମଧ୍ୟ ଠିକ ରହିବ। ଆଉ ଆମର ତ ଚାଷ ହୋଇନି, କିନ୍ତୁ ଘରେ ଆମର ଯୋଉ ଗୋଟେ କହିଲେ କିଚେନ ଗାର୍ଡେନ କରିବା, ତ ସେଇଟା ମୁଁ ଆରମ୍ଭ କରିନଥିଲି, ତ ଏଇ ମାସ ଠାରୁ ମୁଁ ଆରମ୍ଭ କରିଦେବି। ଓକେ, ନମସ୍କାର। ଆଜିଠୁ ଷ୍ଟାର୍ଟ କରିବା। ଆଜ୍ଞା। ଓକେ, ନମିତା ମ୍ୟାଡ଼ାମ। ହଁ ସାର୍ ନମସ୍କାର। ଚାନ୍ଦ ସାର୍ଙ୍କୁ ମୋ ନମସ୍କାର। ନମସ୍କାର। ହଁ ସାର୍ ନମସ୍କାର। ସାର୍ ମୁଁ ଆଜି ଆଉ ଇଏ ଦେଖିନି, ଟାଇମ ହେଇଗଲାଣି, ମୋର ଟିକେ 9ଟା ବେଳକୁ ଯିବି ଏଠିକି, ଆଖି ଅପରେସନ ହବାର ଅଛି ତ, ମୁଁ ସେଥିପାଇଁ ଆଉ କିଛି ଦେଖିନି ଆଜି। ଜଷ୍ଟ ଆମ ଘରେ ତ ସବୁବେଳେ ଗାର୍ଡେନ ଗୋଲ୍ଡ ଉପରେ ଚାଲିଛି, ମାନେ ଭଲ ଫଳ ଦଉଛି ଉପରେ। ଆଉ ଯାହା ସବୁ ଆଉ ଯାହା ସବୁ ଆଗକୁ ଭଲ କିନି କେମିତି କରିକିରି ତାକୁ ଦେଖେଇବୁ ଆଉ ସାର୍। ବହୁତ ବଢିଆ, ବହୁତ ହଁ ବଢିଆ। ସାର୍। ନର୍ମଦା ମ୍ୟାଡ଼ାମ ଆଜ୍ଞା। ସାର୍ ନମସ୍କାର, ଚାନ୍ଦ ସାର୍ଙ୍କୁ ବି ନମସ୍କାର। ଆଉ ନମସ୍କାର। ସେ ଗାର୍ଡେନ ଗୋଲ୍ଡ ମୁଁ ମଝିରେ ଥରେ ଦେଇଥିଲି, ସେ ସେବତୀ ଗଛରେ ଦେଇଥିଲି, ସେବତୀ ଫୁଲ ଟିକେ ଭଲ ଫୁଟିଛି, କିନ୍ତୁ ଏବେ ଗୋଲାପ ଗଛ ଆଉ ମନ୍ଦାର ଗଛରେ ଦେଇଛି, ଫୁଲ ଆସିନି। କାରଣ କେମିତି ଫୁଲ ଆସିବ ଜଣା ପଡିଲେ କଣ ଗାର୍ଡେନ ଗୋଲ୍ଡ କାମଟା ସେତେବେଳକୁ ଜଣା ପଡିବ। ଫଳ ଗଛରେ ମୁଁ କିଛି ଗାର୍ଡେନ ଗୋଲ୍ଡ ୟୁଜ କରିନି ଏପର୍ଯ୍ୟନ୍ତ। ଫଳ ଗଛ ସେମିତି କିଛି ନାହିଁ ଆମର, ତେଣୁ ଆଉ କଣ ଦେବି, ଖାଲି ଫୁଲ ଗଛରେ ଦେଇଛି। ଦେଖାଯାଉ ଫୁଲ ହେଲେ ଜଣା ପଡିବ। ଏଇଆ ତ ମୁଁ ଜାଣିଛି, ଆଉ କଣ କହିବି। ବହୁତ ବଢିଆ।
एक्चुअली छात ଉପରେ ବହୁତ ସାରା ଫସଲ ବି କରି ହଉଛି ତ କରୁଛନ୍ତି। ଓକେ ଥ୍ୟାଙ୍କ ୟୁ ମନୋଜ ବାବୁ। ଜୟ ଆର୍ସିଏମ୍ ସାର୍। ସାର୍ ଆଜି ଦେଖି ପାରିନଥିଲି, ଦେଖିନି, ଯାହା ଏଇନୁ ଶୁଣିବି, ଟିକେ ଗୋଟେ କାମରେ ପଳେଇଲି ତ ଶୁଣିବା ଓକେ ପାଇଁ ଦେଖି ଦିଅନ୍ତୁ ଇଏ କରିଛି ଆଉ ଆଜି ଆଜିର ଆଉଥରେ ଆଜିର ପ୍ରୋଗ୍ରାମ ତ ଆପଣଙ୍କ ପାଇଁ ନିହାତି ଜରୁରୀ। ଦେଖିଦେବେ ତ ଆଜ୍ଞା ବହୁତ ସାରା କଥା ଜାଣିପାରିବେ। ଆ, କାରଣ ସହରରେ ଯୋଉମାନେ ରହୁଛନ୍ତି ତାଙ୍କ ପାଖରେ ମାଟି ଜମିର ଟିକେ ଅଭାବ ମାନେ କମ ଅଛି, ଯେତିକି ଛାତ ଉପରେ କରିପାରିବେ। କିନ୍ତୁ ଆପଣ ଯେହେତୁ ଗ୍ରାମାଞ୍ଚଳରେ ରହୁଛନ୍ତି ତ ବହୁତ ସାରା ଆପଣ ଆଜି ମାନେ ଟିସି ସାର୍ ଆଜି କହୁନଥିଲେ ଗୋଟେ ଜାଗାରେ ଯଦି ସୁନା ରୂପା ହୀରା ଟଙ୍କା ସବୁ ଗଦା ହେଇଛି ଆପଣଙ୍କୁ କୁହାହବ ନେଇଯିବା ପାଇଁ, ଆପଣ ତା ଦେହରୁ କେତିକି ନେବେ? କହିବେ କି ହଁ ଦି ଚାରିଟା ନେବି କି? ଆପଣ କହିବେ ମୁଁ ସବୁ ଯାକ ଦେଇଯିବି। ସେମିତି ଆମେ ଆଜିର ମିଟିଂଟା ନିହାତି ଦରକାର। ଟିକେ ଶୁଣି ଦିଅନ୍ତୁ। ଓକେ ଥ୍ୟାଙ୍କ ୟୁ। ଆଜ୍ଞା ସୁକାନ୍ତ ବାବୁ। ନମସ୍କାର ସାର୍, ଜୟ ଆର୍ସିଏମ୍ ସାର୍। ହ୍ୟାଲୋ ସାର୍। ହଁ ହଁ କୁହନ୍ତୁ କୁହନ୍ତୁ, ଶୁଭୁଛି। ନମ୍ବର 1 ଚାଷୀ ସାର୍। ହଁ ସାର୍, ତ ସାର୍ ଆଜି ଆମର ଗୁରୁକୁଳରେ ବସିଥିଲି। ଗୁରୁକୁଳରେ ଆମର ସାର୍ ଧର୍ମର କ୍ଷତି ବିଷୟରେ ଆମର ହରି ସଞ୍ଜୀବନୀ ଆମର ଜଳ ସଞ୍ଜୀବନୀ ବିଷୟରେ ବହୁତ ଗୁଡା ଟ୍ରେନିଂ ଦିଆହେଲା, ବହୁତ ଗୁଡା ଇଏ କରାହେଲା। ଆଉ ସାର୍ ମୋର ବି ସାର୍ ଏ ମାସରେ ଟାର୍ଗେଟ ଅଛି ଜଳ ସଞ୍ଚୟ ଉପରେ ଆଉ ହରି ସଞ୍ଜୀବନୀ ଉପରେ ଆମର କାଜୁରେ ସ୍ପ୍ରେ କରିବା ପାଇଁ। ମୋର ଆମ କହିଛି, ଆମର ଏରିଆରେ ସମସ୍ତଙ୍କୁ କହିଛି। ଆଉ ସାର୍ ଆଜି ସଂକଳ୍ପ ଆମେ ନବା ଯେ ଯାହା ଫସଲ ଆମେ କରୁଛେ ଏକ୍ସପର୍ଟଙ୍କ ସହିତ ହଁ ସାର୍, କଥା ହେଇକି କରିବା। କୋଉଠି କୋଉଠି ନା କୋଉଠି ଆମର ଭୁଲ ରହିଯାଉଥିବ କି ଆମେ ଆଜ୍ଞା ଯଦି ସାର୍। କୋଉଟା କେତେ ମାତ୍ରାରେ ଠିକ କରୁଛେ ତ ଏକ୍ସପର୍ଟଙ୍କ ସହିତ କଥା ହବ। ଓକେ ଥ୍ୟାଙ୍କ ୟୁ। ମିତାଞ୍ଜଳି ମ୍ୟାଡ଼ାମ ଆଜ୍ଞା। ସାର୍ ନମସ୍କାର। ମୁଁ ତ ଆଜି ଗାର୍ଡେନ ଗୋଲ ଲଗେଇଛି ଆଉ ମୋ ଛାତ ଉପରେ ଅମୃତଭଣ୍ଡା ପିଜୁଳି ସବୁ ଫଳି ସାରିଲାଣି। ଆଉ ଫୁଲ ତ ଗୋଲାପ ଫୁଲ ଫୁଟୁଛି ସାର୍, ଆପଣ ବିଶ୍ୱାସ କରିବେନି, ଗୋଟେ ଗୋଟେ ପଦ୍ମ ଫୁଲ ଭଳିଆ। ଆଉ ମୁଁ ଯାହାକୁ ବି ଦେଇଛି ମୋ ପରିବାର, ମୋ ଭଉଣୀ ତ ଏଡେ ଏଡେ ଫୁଲ ଫୁଟୁଛି ଦେଖିକିରି ନା ତା ଗାର୍ଡେନ ରେ ସବୁ କଲରା, ପିଜୁଳି ପିଜୁଳି ଲଗେଇନି, କଖାରୁ ସବୁ ଲଗେଇଛି। ଆଉ ସାର୍ ଆର ବର୍ଷ ମୁଁ ପୋଟଳ ଲଗେଇଥିଲି, ପୋଟଳ ବି ବହୁତ ବଢିଆ ହେଇଥିଲା। ସେତେବେଳକୁ ଏତେ ଇଏ ହେଇନଥିଲା, ଯୋଉ ଗାର୍ଡେନ ଗୋଲ ବିଷୟ ଇଏ ହେଇନଥିଲା, କିନ୍ତୁ ମୁଁ ଫଟୋ ଉଠେଇଥିଲି ହେଇଥିଲା। କିନ୍ତୁ ମୁଁ ପୋଟଳ ବଢିଆ ହେଇଥିଲା। ହଁ, ଆଉ ଅପା ନମସ୍କାର। ଥ୍ୟାଙ୍କ ୟୁ ଆଉ ଆଉ ଦେଖାଯାଉ, ମୁଁ ତ କରୁଛି ଆଉ ନିଶ୍ଚୟ କରିବି। ଏଇ ମାସରେ ଟାର୍ଗେଟ ନଉଛି। ଆଉ ସାର୍ ଆସ୍ତେ ଆସ୍ତେ ଫଳ ଯେତେବେଳେ ଫଳୁଛି ନିଶ୍ଚୟ ପାଚିବ ସାର୍। ନାଇଁ ନାଇଁ ଠିକ ଆଜ୍ଞା କଥା। ନମସ୍କାର ନାଇଁ ଯୋଉଟା ନମସ୍କାର। ଆପଣଙ୍କର ବାହାର କରୁଛନ୍ତି ୟାର ରେଜଲ୍ଟ, ସେ ରେଜଲ୍ଟକୁ ଯଦି ଆମେ ସମସ୍ତଙ୍କୁ ପଠେଇବା ଧୀରେ ଧୀରେ ପବ୍ଲିସିଟି ବି ହବ। ଆଉ ଯୋଉ ହୁଁ। ଆମେ ଏକ୍ସପର୍ଟଙ୍କ ସହିତ କଥା ହେଲେ ଆହୁରି ବେଟର ବି ଆମେ କରିଦେଇ ପାରିବା। ତ ଇଏ ବି ନିହାତି ଜରୁରୀ। ସାହୁ ଭାଇ। ଜଳ ଜଳ ସଞ୍ଚୟ ତ ଗୁରୁତ୍ୱପୂର୍ଣ୍ଣ, ଆଉ ସଏଲ ହେଲ୍ଥ ଯାହା କହିଲେ ଶିରୋଡ ସାର୍, ଯେ ଜଳ ଆପଣଙ୍କର ସଏଲ ହେଲ୍ଥ ମାଟିଟାକୁ ଆମେ ଟ୍ରିଟମେଣ୍ଟ କରିବା ଦରକାର, ଯୋଉଟା କି ବହୁତ ପ୍ରକାର ସୁବିଧା ବା ବେନିଫିଟ ପାଇପାରିବା। ତା ସହିତ ଯେମିତି କି ମ୍ୟାଡାମ ମାନେ କହିଲେ ଯେ ଗାର୍ଡେନ ଗୋଲ୍ଡ ତ ଗୋଟେ ସୁନା ଭଳି କାମ। ସବୁକୁ ଫଳ ଅଧିକ ଦବା ପାଇଁ ଇଏ ଗୋଟେ ଗାର୍ଡେନ ଗୋଲ୍ଡ ଛୋଟ ବଗିଚାରେ ଛାତ ଉପରେ ଇଏ ବହୁତ ବଢିଆ। ତା ସହିତ ସଏଲ ହେଲ୍ଥ ବି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ, ମାଟିର ଉର୍ବର ହବା ଦରକାର। ଇଏ ଗୋଟେ ବଢିଆ ଜିନିଷ ଶିଖିଲେ। ତେଣୁ ଆଉ ଆମେ ଯଦି ଆପଣେଇବା ଆଉ ଲୋକଙ୍କୁ ମଧ୍ୟ ଏଇଟାକୁ ପ୍ରୟାସ କରିବା, ଦବା ପାଇଁ ପ୍ରୟାସ କରିବା, ତାହେଲେ ବହୁତ ବଡ ସକ୍ସେସ ହେଇଯାଇପାରିବା ଚାଷୀ ମାନଙ୍କ ପାଇଁ। ଏବେ ଯେମିତି ଆଳୁ ପାଇଁ କହିଲେ, ଆଳୁରେ ବି ଆମେ ସଏଲ ହେଲ୍ଥ ଦେଇପାରିବା। ସବୁ ପ୍ରକାର ଫସଲରେ ଆମେ ସଏଲ ହେଲ୍ଥ ଦେଇପାରିବା। ତା ସହିତ ଯେମିତି ସାର୍ କହିଲେ, ଏକ୍ସପର୍ଟ ସହିତ ଡିସ୍କସନ କରିକି କଲେ ବହୁତ ଭଲ ହେଇପାରିବ। ଓକେ ଓଭର ଟୁ ଶତପତି ବାବୁ। ଓକେ ଥ୍ୟାଙ୍କ ୟୁ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆମେ ସାର୍ଙ୍କଠୁ ଟିପ୍ସ ଆମେ ଶୁଣିବା ଯେ ଆମେ କ'ଣ କରିବା ଦ୍ୱାରା ଆମେ ଗ୍ରୋଥ କରିପାରିବା। ତ ସାର୍ ୱେଲକମ୍। थैंक यू। बहुत बहुत धन्यवाद समस्त। ନମସ୍କାର। नमस्कार नमस्कार। जय आरसीएम। गुड मॉर्निंग। देखो तो किचन गार्डन जो कॉन्सेप्ट सहर मानकरे से ଯଦି ସମସ୍ତେ କରିବା ପାଇଁ ଏ ଗୋଟେ ଅପରଚ୍ୟୁନିଟି ଗାର୍ଡେନ ଗୋଲ୍ଡ ଦ୍ୱାରା। କେବଳ
ଆପାର୍ଟମେଣ୍ଟ ସାରା ଭାରତରେ ଆପାର୍ଟମେଣ୍ଟ ତ ଭର୍ତ୍ତି ଆଉ ଆମର ପ୍ରାୟ ଉତ୍ତରପ୍ରଦେଶରେ ମଧ୍ୟପ୍ରଦେଶରେ ରାଜସ୍ଥାନ ଏ ଏରିଆରେ ସବୁ ଆପାର୍ଟମେଣ୍ଟରେ ସବୁ ମାନେ ମାକ୍ସିମମ୍ ଗାର୍ଡେନ ଗୋଲ୍ଡରେ ସବୁ କିଚେନ ଗାର୍ଡେନ କରିଛନ୍ତି ତାଙ୍କର ଛାତ ଉପରେ ତାଙ୍କର ବାଲକୋନିରେ ସବୁ ଫୁଲ ଏସବୁ ଯାହା ମୁଁ ଗୋଟେ ପ୍ରୋଗ୍ରାମ କିଛି ଦିନ ତଳେ ବିସିଜିଙ୍କର ହଉଥିଲା ଏଇ ଗାର୍ଡେନ ଗୋଲ୍ଡ ଆମର ହରିଶନ ଜୀବନ ଉପରେ ମୁଁ ସେଥିରେ ଆଟେଣ୍ଡ କରିଥିଲି ମୁଁ ବି ଶୁଣିଥିଲି ଯେ ଏଇ ଗାର୍ଡେନ ଗୋଲ୍ଡ ପାଇଁ ବିସିଜି ହିଁ ତାଙ୍କର ଆଇଡିଆ ଦେଇଥିଲେ ଯାହାଦ୍ୱାରା କି କାରଣ ସହରାଞ୍ଚଳରେ ଯାହାର ଜମିବାଡି ନାହିଁ ସେମାନେ ଗାଁରେ ରହୁନାହାନ୍ତି ତାଙ୍କ ପାଇଁ ଏଇଟା ତେଣୁ କିଚେନ ଗାର୍ଡେନ କରିକିରି ଆପଣ ମାନେ ବହୁତ ଭଲ ଭାବେ ଅର୍ଗାନିକ ପ୍ରଡକ୍ଟସ ପାଇପାରିବେ ବିଶେଷ କରି ଭେଣ୍ଡି ଲଙ୍କା କଲରା ଆମର ତ ଘରେ ମିସେସ୍ ସବୁ କରନ୍ତି କଲରା ଇଏ ଯୋଉ ଆମର କଞ୍ଚା ଲଙ୍କା ତାପରେ ଫୁଲ ସବୁ ଅନେକ କିଛି ଲୋକ ଆମର ମଧ୍ୟ ଏଠି ନେଇକିରି ସବୁ କରୁଛନ୍ତି ତ ଗାର୍ଡେନ ଗୋଲ୍ଡ ଟାକୁ ଆପଣ ମାନେ ଭଲ ଭାବେ ୟୁଟିଲାଇଜ କରିକିରି ଅର୍ଗାନିକ ଭେଜିଟେବୁଲ୍ସ ପାଇପାରିବେ ତ ଆଜିର ପ୍ରୋଗ୍ରାମ ଆପଣ ମାନେ ଆଉ ଥରେ ଥରେ ଦେଖନ୍ତୁ ଆମେ ଯୋଉମାନେ ଚାଷ ବାସ କରନ୍ତି ନାହିଁ ଆଉ ଯୋଉମାନଙ୍କର ଭୁବନେଶ୍ୱରରେ ରହୁଛନ୍ତି ତାଙ୍କର ଜମି ନାହିଁ ସେମାନେ ଯଦି ସେଇଭଳି ଲୋକଙ୍କ ସହିତ ମିଶିବେ ତାଙ୍କୁ ନେଟୱାର୍କିଂ କରିବେ ତାଙ୍କ ସହିତ ଆଟାଚ କରିଦେବେ ତାହେଲେ ତାଙ୍କର ମଧ୍ୟ ବିଜନେସ ବଢିବ ନେଟୱାର୍କିଂ ଏମିତି ଗୋଟେ ନେଟୱାର୍କିଂ ଆମର ଏମିତି ଗୋଟେ ମିରାକଲ ସିଷ୍ଟମ ଜଣେ ବିଶିଷ୍ଟ ବିଶ୍ୱର ଜଣେ ବିଶିଷ୍ଟ ବ୍ୟକ୍ତି ଇଣ୍ଡଷ୍ଟ୍ରିଆଲିଷ୍ଟ କହିଛନ୍ତି ଯେ ମୁଁ ମୋ ନିଜ 100% ପରିଶ୍ରମ ଆୟ କରିବା ଠାରୁ ମୁଁ ମୋ ନିଜ 100% ପରିଶ୍ରମ ରୁ ଆୟ କରିବାଠୁ ମୁଁ ମୋର 100% ପରିଶ୍ରମ କରିକିରି ମୁଁ ସେଥିରୁ ଯାହା ଲାଭ ପାଉଛି 100 ଜଣଙ୍କ ପରିଶ୍ରମରୁ 1% ଆୟ କରିବାକୁ ଅଧିକ ପସନ୍ଦ କରେ ମୁଁ ନିଜେ ପରିଶ୍ରମ କରିବି 100% ପରିଶ୍ରମ କରିବି ସେଥିରୁ ମୁଁ 10,000 ଟଙ୍କା ପାଇବି ବୋଲେ ୟାଠୁ ମୁଁ ପ୍ରିଫର କରେ କାହାକୁ 100 ଜଣଙ୍କ ପରିଶ୍ରମ କରିବେ ସମସ୍ତେ 10,000 ପାଉଥିବେ ମୁଁ ସେଥିରୁ 1% ପାଉଥିବି ସେଇ 10,000 ପାଉଥିବି ତାହେଲେ ସେଇଟା ହଉଛି ସମସ୍ତଙ୍କଠୁ ବେଷ୍ଟ ଇନକମ୍ ତେଣୁ ସରଳ ଉଦାହରଣ ବୁଝନ୍ତୁ ମାସକୁ 10,000 ଆୟ କରୁଛନ୍ତି ଏହା ଆପଣଙ୍କର 100% ପରିଶ୍ରମର ଫଳ କିନ୍ତୁ ଏବେ ଧ୍ୟାନ ଦିଅନ୍ତୁ ଆପଣ 100 ଜଣଙ୍କୁ ଟିମ୍ ଯୋଡ଼ିଲେ 100 ଜଣଙ୍କୁ ଟିମ୍ରେ ଯୋଡ଼ିଲେ ତ ପ୍ରତ୍ୟେକ ଲୋକ 10,000 ଟଙ୍କା ଆୟ କରୁଛନ୍ତି ଆପଣ ପ୍ରତ୍ୟେକଙ୍କ ଠାରୁ 1% କରି ପାଇବେ ତାହେଲେ 1% ରେ ଆପଣ ମଧ୍ୟ 10,000 ତାଙ୍କର ସମସ୍ତ ଇନକମରେ 10,000 ପାଇବେ ଏଇଟା ହଉଛି ସମସ୍ତଙ୍କଠୁ ମିରାକଲ ଇନକମ ଆଉ ଏ ଇନକମ ଆପଣଙ୍କର ସବୁବେଳେ ପରମାନେଣ୍ଟ କାରଣ ଦେଖନ୍ତୁ ଜଣେ ବ୍ୟକ୍ତି ନିଜର 100% ଦେଇକିରି ସେ କାମ କରୁଛନ୍ତି ସେ 10,000 ଟଙ୍କା ପାଉଛନ୍ତି କିନ୍ତୁ କହିହବନି ଅନସର୍ଟନିଟି ବହୁତ ଅଛି କେତେବେଳେ ତାର ଦେହ ଖରାପ ହେଇପାରେ କେତେବେଳେ କୋଉ କାମରେ ବିଜି ରହିପାରେ କେତେବେଳେ କଣ କାମରେ ଏଇଆ ଦ୍ୱାରା କଣ ହୁଏ ତାର ସେ 10,000 ଇନକମ ଟା କେତେବେଳେ 5,000 ନ ହେଇପାରେ ଇନକମ ମଧ୍ୟ ନ ହେଇପାରେ କାମ ଯଦି ନ କରିପାରିବ ଆକ୍ଟିଭ ଇନକମ ଇଏ ହଉଛି ଆକ୍ଟିଭ ଇନକମ କାମ କରୁଥିବେ ତ ଇନକମ ପାଉଥିବେ କିନ୍ତୁ ଆମର ସିଷ୍ଟମରେ କଣ ହଉଛି ଯେ ପାସିଭ ଇନକମ ଯଦି ଆପଣ ସିଷ୍ଟମ ତିଆରି କରିଦେଇଛନ୍ତି 100 ଜଣ ଲୋକ ଆପଣଙ୍କ ସହିତ ଆଟାଚ ଅଛନ୍ତି ତାହେଲେ ଆପଣଙ୍କର ପାସିଭ ଇନକମ ଆସିବ ଯୋଉଥିରେ ଆମେ କାମ ନ କରିପାରିଲେ କେବେ କେବେ ମଧ୍ୟ ଆମର ଇନକମ କେବେ ହେଲେ ବନ୍ଦ ହବନି ଯଦି 100 ଜଣ ଆପଣଙ୍କର ଟିମରେ ଅଛନ୍ତି ପ୍ରତ୍ୟେକ 10,000 ପାଉଛନ୍ତି ଆପଣ ସେଥିରେ 1% କରି ପାଉଛନ୍ତି ଆମର ନେଟୱାର୍କିଂ ସିଷ୍ଟମ ଅନୁସାରେ ତାହେଲେ ମନେ କରନ୍ତୁ କୌଣସି ପରିସ୍ଥିତିରେ 5-7 ଜଣ 10 ଜଣ ଲୋକ କାମ ନ କରିପାରିଲେ ସେଥିରେ ଆପଣଙ୍କର ଇନକମ କମିବନି 100 ଜଣରୁ ଯଦି 20 ଜଣ କାମ ନ କରିପାରିଲେ ତାହେଲେ ମଧ୍ୟ ଆପଣଙ୍କର ଇନକମ କମିବନି ଆପଣ 7-8 ଟଙ୍କା ପାଇବେ ଏଇ ସିଷ୍ଟମ ଉପରେ ବେସ୍ କରିକି ନେଟୱାର୍କିଂ ସିଷ୍ଟମ ପିସିଜି କହିଲେ ଗୋଟେ ଜାଗାରେ ବହୁତ ସମ୍ପତ୍ତି ଗଦା ହେଇଛି ସୁନା ଚାନ୍ଦି ଗଦା ହେଇଛି ଆପଣ ଚାହିଁଲେ କେତେ ନେଇପାରିବେ ଏକୁଟିଆ ଆପଣଙ୍କ ସହିତ ଯଦି 100 ଜଣ ଅଛନ୍ତି ଆଉ କଣ୍ଡିସନ ଅଛି ଯେ ଆପଣ ସେ 100 ଜଣଙ୍କୁ ସେ ଖଣି ସୁନା ଖଣି ଦେଖେଇ ଦେଲେ ସମସ୍ତେ 1% ଦେବେ ଆପଣଙ୍କୁ ତ ଆପଣ 100 ଜଣଙ୍କର ପରିଶ୍ରମରୁ 1% ପାଇବେ ମାନେ
केते आपणकर पाइबे आपण एका केते आनी परिबे ये देखंतु हरित संजीवनी हो की सोल हो न्यूट्रिचार्ज हो समस्त तो व्यक्ति जे सबुथरे ज्ञानी हो ता तो ही परिबोनी ना हरित संजीवनी रे आज बहुत बढ़िया कर कहले जेते चाहिले भी गोटे व्यक्ति हाँ गो नॉलेज इनफॉरमेशन किसी मिलला सेतरे से कौन करि पकियो कौन करि पकियो किंतु से जदी सेही लोकन को से ज्ञान देई दबो से गाँ रे जदी संपर्क थिबो जार चाषबास अछि तांकु से ज्ञान देई दबो तांकु बुझेई दबो जे एई भलिया करो ताकु वीडियो देखै दबो ताले सिए ताकु काम रे लगेइले सेतरे तार इनकम आसीबो की सोल रे जे जने सब ज्ञानी हेई जीवो सब नॉलेज तार आसी जीवो ता भी तो नुहे लेडीज माने की सोल रे से माने जदी किसी लेडीज जॉइन करी दैछंती से माने की सोल रे एक्सपर्ट हेई जैछंती ताले से माने जो इनकम पाइबे सेतरो किसी किसी इनकम हमको मिलिबो तो मुझे देखिया गले प्रोडक्ट रो जो हमर एते बेस्ट क्वालिटी रो प्रोडक्ट आज गोटे गोटे पर प्रोडक्ट चली आज की एते वर्ष हेलानी सबुर तो नॉलेज हम पाखरे प्रतिदिन प्रोडक्ट रो नॉलेज दियाउची ता माने कोन आमे कोन सब प्रोडक्ट रे ज्ञानी हेई जिबा सब प्रोडक्ट रो नॉलेज भर्ती हेई कोन नाही कोन करि पकिबा एकुटिया किछि हेई परिबो नाही खाली फ्रस्ट्रेशन हो तेणु आमे सेई भली लोक माननकु ए ज्ञान दबा जदि आमे 50 जन को ज्ञान दबा वीडियो पठे दबा तांको फोन कथा कहार मन को कोनटा छुइबो से माने से हरि संजीवनी को काम रे लगेई देबे आपण जदि 50 लोकन को ए नॉलेज देबे की सोलो नॉलेज देबे हरि संजीवनी नॉलेज देबे न्यूट्रिचार्ज रो नॉलेज देबे माने वीडियो गुडा सब पठेइबे तांको सहित फोन कथार्ता हेबे ताहले जहाकू जोटा भल लागिवो ता ऊपर से फोकस करिवो सेते से काम करिवो आपण ता ऊपर नेटवर्किंग रो सिस्टम अनुसार आपण इनकम आसीबो यही फंडामेंटल प्रिंसिपल ऊपर हमरो चली छी देखो तो प्रोडक्ट रो प्रतिदिन बेस्ट ट्रेनिंग दिया जाउची तो एथरे जदी आमे हमरो जो लोक मान को आमे आन परिबा बुझी परिबा से जदी अटेंड करंती जदी 20-30 जन अटेंड करंती ताले का मन को हरि संजीवनी छोई परिबो जदि आपण से अटेंड करिना पर वीडियो पठेई दियंतु तो कथा होची कोन आमे जेते निजको विस्तार करिबा अर्थात जेते लोकन सहित आमे मिसिबा हमर काम हैला लोकन सहित मिसिबा प्रतिदिन लोकन सहित मिसिबा आ जो लोक हम सहित अछंती सेमानक सहित संपर्क रखिबा काउंसलिंग करिबा आ सिस्टम सहित अटैचमेंट करिबा सिस्टम सहित अटैचमेंट कोन देखंतु सेमिनार मीटिंग ट्रेनिंग जूम मीटिंग ई होची सब सिस्टम अच्छी जो थे कि आपण जो लोक को आनिबे सेमाने सेतरे नॉलेज तांकर एजुकेटेड हे जिवे ए तो दरकार ना सबु तक तो एकुटिया कौन करि परिबे आपण माने यदि एकुटिया सब प्रतिदिन देखुछंती ताले आपण कोंतु समस्त तो बुझे सुझे लोक 7 दिन रे 7टा प्रोडक्ट रो इतनी सुंदर व्याख्या नउची केतेटा प्रोडक्ट रो ज्ञान आपणक पाखरे अछंती एई प्रोडक्ट बहुत बढ़िया तो आमे ठीक कले जे एई प्रोडक्ट ऊपर कौन करिवे आमे जदि 50 लोक को न कहिबे आमे कौन करि परिबा कोनादी हरि संजीवनी ऊपर हमर एते बढ़िया नॉलेज हला आमे एकुटे कौन करि पकिबा आमे हेई कि किचन गार्डन करि परिबा आ आम चारि पाखे जो 10 जन 50 जन लोक अछन ताकू से किचन गार्डन विषय कहले सिना लाभ हो न लाभटा कोन खाली ज्ञानटा मुंड भीतर रहइबो तापर ताकू भूली जिबा आमे तेनु निजे न कहले किछि हब हां लोक को निजे न कहले किछि हबन हां लोकन को निजे आउ कहिबे कोन वीडियो माध्यम रे कहिबे मुए मुए कहले किछि लाभ होबनी कारण लोक कहिबे हां ये गोटे मन मन भाबे ये गोटे कोन बहुत बड़ बड़ कथा कहूची किंतु प्रमाण देखिबे देखो केमिति जने एक्सपर्ट जने इंडस्ट्रियलिस्ट जने इस्राएल रो ट्रेनिंग नै आतिबा लोक करिसेंती हरि संजीवनी करिसेंती से कोन कहउछंती आउ टेस्टिमोनियल देखिबे जे कोन कोन लोकंकर होउची किचन गार्डन देखिबे तार उपकार देखि ताले से लोक ऊपर प्रभाव पड़िबो जदि एमती 10 जन लोकन कहबे सेतु जदि 4-5 जन मन को पाइला से माने किचन गार्डन करिया पई तांकर इंटरेस्टेड हला फूल लगेया पई चाहिले से माने गार्डन गोल्ड किनिले तांको गार्डन गोल्ड कथा कहबे से माने तारे आपनकर बिजनेस वॉल्यूम बढ़िला सेमती आपनकर गां रे सब संपर्क अछि आरती मैडम को गां रे बहुत संपर्क अछि जेना तो गां रे सब संपर्क बहुत अछि गां तांगर आमर नयन महांती सर भी तो अच्छी से गाँव में सब लोक मान संपर्क करें जल संचय
ଗାଡେ ଲୋକମାନଙ୍କୁ କହିବା ଦରକାର ଆଉ କିଛି ସବୁର ମୂଳରେ ହଉଛି ଆପଣଙ୍କର ଲୋକମାନଙ୍କୁ ଟିମ ର ଲୋକମାନଙ୍କୁ ନୂଆ ଲୋକମାନଙ୍କୁ ପ୍ରତିଦିନ ଏ ପ୍ରଡକ୍ଟ ବିଷୟରେ କହିବା ଦରକାର। କହି ଚାଲନ୍ତୁ କାହା ମନରେ ଲାଗିଯିବ ସିଏ କଣ କରିବ ନା ସେ ବିଷୟରେ ସେ ପ୍ରଡକ୍ଟ ଉପରେ ତାର ଏକ୍ସପର୍ଟ ହେଇଯିବ। ଆମେ କଣ ସବୁ ପ୍ରଡକ୍ଟ ବିଷୟରେ ଏକ୍ସପର୍ଟ ହେଇଯିବା? ହରିସଂଜୀବନୀ ଉପରେ ମୁଁ ଆଜି ଏତେ କଥା ଶୁଣିଲି, ଆମ ଗାଁରେ ଜମିବାଡି ସବୁ ଅଛି, ଆମେ କଣ କରୁଛୁ? ମୋର ସେଇ କେତେ ଜଣ ଜଣାଶୁଣା ଲୋକଙ୍କୁ ସେ ବିଷୟରେ ମୁଁ କହୁଛି, 5-7 ଜଣଙ୍କୁ କହୁଛି, ସେଥିରୁ 2-3 ଜଣ ମନକୁ ଲାଗୁଛି, ସେମାନେ କିଛି କିଛି କରୁଛନ୍ତି। ତ କିଶୋରରେ କିଛି ଲେଡିଜ ମାନେ କରୁଛନ୍ତି, ସେମାନେ ମୁଁ କଣ କିଶୋରରେ ଏକ୍ସପର୍ଟ ହେଇଯିବି? ନା ମୁଁ ହରିସଂଜୀବନୀ ଏକ୍ସପର୍ଟ ହେଇଯିବି? ନା ମୁଁ ନ୍ୟୁଟ୍ରିଚାର୍ଜରେ ଏକ୍ସପର୍ଟ ହେଇଯିବି? ମୁଁ ସେସବୁ ପାଗଳ ହେଇଯିବି। ଯଦି ମୁଁ 50 ଲୋକଙ୍କୁ ନ କହିବି ତାହେଲେ ମୁଁ ପାଗଳ ହେଇଯିବି। ସତ ନା ମିଛ? ସବୁ ନଲେଜ ନେଇକି ମୁଁ ପାଗଳ ହେଇଯିବିନି? ଏକୁ କରିବି କି ତାକୁ କରିବି, ଏକୁ କରିବି ତାକୁ କରିବି, ଏଇଟା କରିବି ସେଇଟା କରିବି, ଏଇଟା ତ ବଢିଆ ସେଇଟା ତ ବଢିଆ, ସବୁ ତ କହୁଛନ୍ତି ବଢିଆ, ତାହେଲେ କୋଉଟା କରିବି? ମୁଁ ଏକୁଟିଆ ଲୋକ, ପାଗଳ ହେଇଯିବା ଛଡା କିଛି ନୁହେଁ। ତେଣୁ ପାଗଳ ନ ହେବା ପାଇଁ 50 ଲୋକଙ୍କୁ ଆପଣଙ୍କର ଜ୍ଞାନ ବାଣ୍ଟି ଦିଅନ୍ତୁ, ନହେଲେ ପାଗଳ ହେଇଯିବେ। ଓକେ ଏଇଟା ସାର୍, ମଜା କଥା। ମିଟିଂ ଷ୍ଟାର୍ଟ ହେଇଗଲାଣି। ଥ୍ୟାଙ୍କ ୟୁ ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ। ମୋ କଥାକୁ ଟିକେ ଜୟ ଚିନ୍ତା କରିବେ। ଆର୍ସିଏମ୍, ଜୟ ଜୟ ଆର୍ସିଏମ୍। ଆରସିଏମ, ଜୟ ଆରସିଏମ। ତାଙ୍କର ବହୁତ ଏବେ କଣ ଭ୍ୟାଲୁଏବଲ କଥା। ଆଉ ଏବେ ତାକୁ ଆମେ ନ୍ୟୁଟ୍ରିଚାର୍ଜର ଟ୍ରେନିଂ? 100% କରିବା। ମିଟିଂ ଷ୍ଟାର୍ଟ ହେଇଗଲାଣି ଅଲରେଡି, ୟୁଟ୍ୟୁବରେ ଜଏନ୍ କରନ୍ତୁ। ସମସ୍ତେ ଜାଲ ପକା, ଜାଲରେ ପଡିବେ ମାଛ। ଓକେ, ନମସ୍କାର, ଜୟ ଆରସିଏମ। ବହୁତ ବଢିଆ କଥା କହିଲେ, ବହୁତ ବଢିଆ କଥା କହିଲେ। ଜାଲ ପକେଇ ଚାଲ, ମାଛ ପଡିବେ। ଜାଲ ଏ ବିଷୟରେ କାଲି କହିବି, ଏଇ ଜାଲ କଥା ନେଇକିରି କାଲି କହିବି, ଆମ ଗାଁ କଥା ନେଇକିରି କହିବି। ନିହାତି ଥ୍ୟାଙ୍କ ୟୁ, ନିହାତି ସାର୍। ଓକେ ସାର୍, ସମସ୍ତଙ୍କୁ ନମସ୍କାର, ଜୟ ଆରସିଏମ ସାର୍। ନମସ୍କାର ନମସ୍କାର। ଜୟ ନମସ୍କାର ଜୟ ସାର୍। ଜୟ ଶ୍ରୀରାମ, ନମସ୍କାର। ଜୟ ଜଗନ୍ନାଥ।